ଆଜି ଆମ ଘରେ ଗୋଟେ ଛୋଟ କାଟିଆ ଭୋଜିର ଆୟୋଜନ କରିବାକୁ ଭାରି ମନ ବଳେଇଲା। ସେଥିପାଇଁ ପରିବାର ଭିତରେ ଗୋଟେ ଭୋଜି କରିବା ପାଇଁ ଆମେ ଚିନ୍ତା କଲୁ। ପରିବାର ମାନେ ମୋ ବାପଘର ଲୋକ ଆଉ ମୋ ଝିଅର ଶାଶୁଘର ଲୋକ। ବାକି ବଡ଼ ଜ୍ୱାଇଁଙ୍କୁ କହିଥିଲୁ, ତାଙ୍କର ଟିକେ ଅସୁବିଧା ଥିଲା, ତେଣୁ କାମ ଟିକେ ଥିଲା, ତେଣୁ ସେ ଆସିପାରିଲେନି। ଅନ୍ୟମାନେ କିନ୍ତୁ ସମସ୍ତେ ଆସିଥିଲେ। ଆଉ ଏଠି ଦେଖନ୍ତୁ ସମସ୍ତେ ବସି ଖାଇଲେଣି। କିନ୍ତୁ ଆମେ ଯେହେତୁ ଏତେ ଜଣ ଘରେ ରୋଷେଇ କରି ହେବନି, ସେଥିପାଇଁ ବାହାରୁ ମଗାଇ ଦେଇଥିଲୁ। ଆଉ କ୍ୟାଟରିଂ ଦେଇ ଦେଇଥିଲୁ। ସେ ଆମର 15-20 ଜଣଙ୍କ ପାଇଁ କରିକିରି ଦେଇ ଦେଇଥିଲା, ରୋଷେଇ କରିକି ଦେଇଦେଲା। ଆଉ ଏଠି ଦେଖନ୍ତୁ ସମସ୍ତେ ବସି ଖାଇଲେଣି। ଥର କରି 2-3 ଜଣ ଲେଖେ ବସି ଖାଇଦେଲୁ। ଏଇଠି ଦେଖନ୍ତୁ ମୋ ନାତି ବୁଲି ବୁଲି କେମିତି ପାମ୍ପଡ଼ ଖାଉଛି ବସିକି। ଆଉ ଦି ଝିଅ ଯାକ ବଢ଼ା ବଢ଼ି କରିଦେଉଛନ୍ତି। ଆଉ ମୁଁ ବି ତାଙ୍କୁ ହେଲ୍ପ କରୁଥିଲି। ସେମାନେ ବି ଟିକେ ବାଢ଼ି ବୁଢ଼ିକି ସାହାଯ୍ୟ କରୁଛନ୍ତି ମୋତେ। ଏଇଠି ଦେଖନ୍ତୁ ଆମର ହେଇଛି ଆମ୍ବ ଖଟା, ଏଇଟା ହେଉଛି କ୍ଷୀରି, ଏଇଟା ହେଉଛି ପରିବା ତରକାରୀ ବା ମିକ୍ସ ଭେଜ୍, ଏଇଟା ଡାଲି, ଏଇଟା ଆଳୁ ପୋଟଳ ରସା, ଆଉ ଏଇଟା ସାଲାଡ଼, ଆଉ ପାମ୍ପଡ଼, ଶାଗୁ ପାମ୍ପଡ଼, ଆଉ ଆର ଲିଜତ ପାମ୍ପଡ଼, ଆଉ ତାପରେ ଏଇଟା ହେଉଛି ଭାତ। ଆଉ ବୋଉ ଆଉ ମୋ ଭାଉଜ ଯେହେତୁ ସେମାନେ ଭାତ ଖାଇବାକୁ ଇଚ୍ଛା କଲେନି, ସେଥିପାଇଁ ତାଙ୍କ ପାଇଁ ରୁଟି ପରଟା ବି କରାହେଇଥିଲା। ଏଇଟା ହେଉଛି ତାଙ୍କ ପାଇଁ ଅଲଗା ମୁଁ କରିଥିଲି ଫୁଲକୋବି ତରକାରୀ। ଆଉ ଏଇଟା ହେଉଛି ସିମେଇ, ଆଉ ଏଇଟା ହେଉଛି ହଟକେସରେ ଅଛି ରୁଟି ଆଉ ପରଟା। ତେଣୁ ତାଙ୍କ ପାଇଁ ଏଇ 3ଟା ଆଇଟମ୍ କରାହେଇଥିଲା। ଯେହେତୁ ସେମାନେ ଭାତ ଖାଇବାକୁ ଇଚ୍ଛା କଲେନି, ସେଥିପାଇଁ ତାଙ୍କ ପାଇଁ ଅଲଗା କରାହେଲା। ଆଉ ଏଇଟା ହେଉଛି ମଟନ୍। ଝିଅ ମଟନ୍ ବାଢ଼ିକି ସମସ୍ତଙ୍କୁ ଦେଉଛି। ବାକି ଅଧା ଖାଉଛନ୍ତି, ଆଉ ଅଧା ପଛରେ ଖାଇବେ। ତାଙ୍କୁ ଯେତେବେଳେ ଭୋକ ହେବ ସେ ଖାଇବେ। ତେଣୁ ଆଗ ଏମାନେ ବସି ଖାଇଲେଣି। ମୋ ନାତି ତାର ବୁଲୁଛି ତା ଭିତରେ, ଏପଟ ସେପଟ ହେଉଛି। ଆଉ ଏମାନେ ହେଉଛନ୍ତି, ଯିଏ ବସିଲେ ସେ ହେଉଛି ମୋ ସାନ ଭାଇ। ଇଏ ଚଷମା ପିନ୍ଧିକି ଯିଏ, ସେ ମୋ ବଡ଼ ଭାଇ। ସେପଟେ ମୋ ଭାଉଜ ବସିଛନ୍ତି, ସେପଟେ ମୋ ସାନ ଜ୍ୱାଇଁ, ଆଉ ଇଏ ହେଉଛି ମୋ ବୋଉ। ଆଉ ଏଇଠି ମୋ ସମୁଦି ଏଇଠି ବସିଛନ୍ତି। ଆଉ ମୋ ଭାଇ ପାଖରେ ମୋ ସମୁଧୁଣୀ ବି ବସିଛନ୍ତି। ସମସ୍ତେ ବସି ଗପସପ କରୁଛନ୍ତି। ଏପଟେ ବାକି ଅନ୍ୟମାନେ ଖାଇବା ପାଇଁ ବଢ଼ା ବଢ଼ି ଚାଲିଛି। ଆଜି ଯେହେତୁ ଗୋଟେ ରବିବାର ଥିଲା, ତେଣୁ ଗୋଟେ ଆମିଷ ଭୋଜି କରିବା ପାଇଁ ଭାରି ମନ ବଳେଇଲା। କେତେ ଦିନ ହେଲା ଗୋଟେ ଫ୍ୟାମିଲି ଗେଟ୍ ଟୁଗେଦର୍ ହେଇନଥିଲା, ସେଥିପାଇଁ ଭାରି ଟିକେ ମନ ହେଲା, ନାଇଁ ଆଜି ଏକାଠି ସାଙ୍ଗ ହେଇକିରି ଖାଇବା। ସେଥିପାଇଁ ଆମ ଘରେ ଗୋଟେ ଆୟୋଜନ କଲୁ। ଆହୁରି ବହୁତ ବଳିଗଲାଣି, ବହୁତ ବଳି ସାରିଲାଣି। ଏମାନେ ତାଙ୍କର ଗପରେ ମଜିଛନ୍ତି। ଏବେ ମୋ ବୋଉ ଆଉ ଭାଉଜ 2 ଜଣ ଯାକ ବସି ଖାଉଛନ୍ତି। ଆଉ ମୁଁ ମୋର ଖାଇବା ପାଇଁ ବାଢ଼ୁଛି। ମୋ ନାତି ବସି ସମସ୍ତଙ୍କ ସାଙ୍ଗେ ଖେଳ କରୁଛି। ଖେଳୁଛି ସମସ୍ତଙ୍କ ସାଙ୍ଗରେ। ଗୋଟେ ନକଲି ଟଙ୍କା ଧରିକିରି ସମସ୍ତଙ୍କୁ ବାଣ୍ଟୁଛି, କହୁଛି ନିଅ ଖର୍ଚ୍ଚ କରିବ। ସମସ୍ତଙ୍କୁ ଟଙ୍କା ବାଣ୍ଟୁଛି। କହୁଛି ମୋର ବହୁତ ପଇସା ଅଛି, ମୋର ବହୁତ ପଇସା ଆସିଛି, ସମସ୍ତେ ନିଅ। ସମସ୍ତଙ୍କୁ ଭାରି ମଜାକ ଲାଗୁଛି ତା କଥା ଶୁଣିକିରି। ଏଠି ଇଏ ହେଉଛନ୍ତି ମୋ ପୁତୁରା ଆଉ ପୁତୁରା ବୋହୂ। ଏମାନଙ୍କୁ ଦିନରେ ବି କହିଥିଲି ଆସିବା ପାଇଁ। ଯେହେତୁ ଦିନରେ ତାର ଟିକେ କାମ ଥିଲା, ସେ ଟିକେ ଭୁବନେଶ୍ୱର ଯାଇଥିଲା, ସେଥିପାଇଁ ଦିନରେ ଆସିପାରିଲାନି, ରାତିକି ଆସିଛି। ସେ 2 ଜଣ ଯାକ ରାତିରେ ଆସିଛନ୍ତି। ଆଉ ରାତିରେ ତାଙ୍କ ପାଇଁ ମୁଁ ରଖିଦେଇଥିଲି। ସେମାନେ 2 ଜଣଙ୍କୁ ଦେଉଛି ହେଲେ ଖାଇବା ପାଇଁ। ନାତିଟା ତାଙ୍କୁ କିନ୍ତୁ ଭାରି ହଇରାଣ କରୁଛି, ଖୁଆଇ ଦେଉନି ଜମାରୁ।
ତା ସହିତ ସମସ୍ତେ ଗେଲ ଖେଳୁଛନ୍ତି। ଭାରି ମଜା ମଜା କଥା କହୁଛି ବି ସେ। ତା କଥା ଶୁଣିବାକୁ ଭାରି ବଢ଼ିଆ ଲାଗୁଛି। ଯେତିକି ହଇରାଣ କରୁଛି ସେତିକି ବି ସମସ୍ତଙ୍କୁ ହସଉଛି। ତେଣୁ ଭାରି ଭଲ ଲାଗୁଛି ତା କଥାବାର୍ତ୍ତା ଗୁଡ଼ିକ ଶୁଣିବାକୁ। ଭାରି ଦୁଷ୍ଟ ହେଉଛି। ହଉ ଯାହା ହେଲେ ବି ଆମର ଯାହା ହଉ ସମସ୍ତେ ଏକାଠି ଆସିଲେ, ଖାଇଲୁ ପିଇଲୁ, ଭାରି ଗୋଟେ ଖୁସି ଲାଗିଲା ଆଜି। ମନଟା ବି ଭଲ ଲାଗିଲା। ଏଇଠି ସମସ୍ତେ ଯିବାକୁ ବାହାରିଲେଣି, ଏଇଠି ଜୋଇଁ ଗଲେଣି ଗାଡ଼ିରେ। ଖିଆପିଆ ସରିଲା, ସମସ୍ତେ ଗଲେ। କିନ୍ତୁ ମୋ ନାତିର ମନଟି ଭାରି ଦୁଃଖ ହୋଇଗଲା। ତା'ର ମନ ଥିଲା ସମସ୍ତେ କେମିତି ରହିବେ ବୋଲି, କିନ୍ତୁ ଯେହେତୁ ସମସ୍ତେ ପଳେଇଲେ ତା ମନଟି ଭାରି ଦୁଃଖ ହୋଇଗଲା। ହଉ ରହିଲି, ଗୁଡ଼୍ ନାଇଟ୍।